ଶ୍ରାବସ୍ତୀର ଦୁଇ ଯୁବକଙ୍କ ମଧ୍ୟରେ ପ୍ରଗାଢ଼ ମୈତ୍ରୀ ଥିଲା। ଉଭୟ ଅନ୍ୟମାନଙ୍କ ପକେଟ୍ ମାର୍କ କରିବା ଧନ୍ଦା କରୁଥିଲେ। ଦିନେ ଏକ ସ୍ଥାନରେ ଭଗବାନ ବୁଦ୍ଧଙ୍କର ପ୍ରବଚନ ଚାଲିଥିଲା। ଏହାକୁ ଉତ୍ତମ ଅବସର ମନେକରି ଦୁଇ ମିତ୍ର ସେଠାରେ ଯାଇ ପହଞ୍ଚିଲେ। ସେମାନଙ୍କ ମଧ୍ୟରୁ ଜଣକୁ ବୁଦ୍ଧଙ୍କ ପ୍ରବଚନ ବହୁତ ଭଲ ଲାଗିଲା ଓ ସେ ଧ୍ୟାନବସ୍ତିତ ହୋଇ ତାଙ୍କୁ ଶୁଣିବାରେ ଲାଗିଲା। ଦ୍ୱିତୀୟ ଜଣକ ଇତିମଧ୍ୟରେ କେତେ ଲୋକଙ୍କର ପକେଟ୍ ଖାଲି କରି ଦେଇଥିଲା। ସନ୍ଧ୍ୟାରେ ଦୁହେଁ ଘରକୁ ଫେରିଲେ। ଜଣଙ୍କ ପାଖରେ ଧନ ଥିଲା, ଅନ୍ୟ ପାଖରେ ସଦ୍ବିଚାର ଥିଲା। ଧନ ଥିବା ମିତ୍ର ବ୍ୟଙ୍ଗ କରି କହିଲା, ତୁ ବଡ଼ ମୂର୍ଖ, ଅନ୍ୟ କଥାରେ ପ୍ରଭାବିତ ହେଇଗଲୁ। ଏବେ ଏଇ ପାଣ୍ଡିତ୍ୟର ଖାଦ୍ୟ ରାନ୍ଧ ଓ ପେଟ ଭର। ନିଜର ପୂର୍ବକୃତ୍ୟ କର୍ମଗୁଡ଼ିକ ଯୋଗୁଁ ଦୁଃଖୀ ହୋଇ ଅନ୍ୟ ମିତ୍ର ଜଣକ ତଥାଗତଙ୍କ ପାଖକୁ ଚାଲିଗଲା ଓ ତାଙ୍କୁ ସବୁ କଥା କହିଲା। ବୁଦ୍ଧ ବୁଝାଇଲେ, ବତ୍ସ୍ୟ, ଯିଏ ନିଜର ଦୁର୍ଗୁଣଗୁଡ଼ିକୁ ମାନିଯାଇ ସେଗୁଡ଼ିକୁ ବାହାର କରିବାର ପ୍ରଯତ୍ନ କରିଥାଏ, ସେ ସଚ୍ଚା ପଣ୍ଡିତ। କିନ୍ତୁ ଯିଏ ଦୁର୍ଗୁଣ ଦୁଷ୍କର୍ମ କରି ପଣ୍ଡିତ ହୋଇଥାଏ, ସେ ମୂର୍ଖ। ଅଖଣ୍ଡ ଜ୍ୟୋତି, ଫେବୃଆରୀ ମାସ 2021 ମସିହା, ପୃଷ୍ଠା ସଂଖ୍ୟା 23। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।